ହେଉଛି ମୋ ଅଜା ମାନେ ମୋ ବାପାଙ୍କ ମାମୁଁ। ତମ ବାପାଙ୍କ ମାମୁଁ? ହଁ ମାନେ ମୋ ଅଜା ଚନ୍ଦାମୁଣ୍ଡା ଅଜା। ଅଜା ଅଜା ତାହେଲେ ହଁ ଜାଣିଲି ଜାଣିଲି। ଯାହା ହେଲା ତ ହେଲା, ଯାହା ଦେଖିଲ ଏଥର ଆଖି ଫୁଟିଲା ପରି ପଛ କରିକି ଚାଲ। ଓହୋ ହୋ ହୋ ପଛ କରିକି ଯିବି? ହଁ ଯୋଉ ହାତ ମାରିଛି ମତେ ସେଇଟା ସେଇ କାଳି ମୁହିଁ ଯାଉଛି ତ ବାପାକୁ ସବୁ ସତ କଥା କହିଦେବି। ଯା ଯା ମୋ ସୁନା ମୋ ଗେଲ ଅଜା ମୋ ଚନ୍ଦାମୁଣ୍ଡା ଅଜା ଏ ଅଜା ତମେ ସତରେ କହିଦେବ? ହଁ କହିଦେବି ସତରେ କହିଦେବି। ସତରେ ହଁ କହିଦେବି। ତାହେଲେ ମୁଁ ବି କହିଦେବି। ତୁ କଣଟା କହିବୁ? କଣଟା କହିବି? ହଁ କଣଟା କହିବୁ? ଆରେ କଣ ଆଲେ କଣ ଆଲେ ଦେଖା ତ ମଲ୍ଲୁ ଖୋଜୁଥିଲା ପଇଡ଼ ପାଣି ବୈଦ ଆଣିକି ଦେଲା ତୋରାଣି। ଏ ଅଜା ଓ ତମେ ସେଦିନ ଯୋଉ ମୋ ସେଦିନ ବି ପ୍ରଥମେ ମୋ କଥା ଶୁଣ। ହଁ ସେଦିନ ମୋ 4 ଜଣ ସାଙ୍ଗଙ୍କ ସହିତ ତମେ ଯାଇଥିଲ ଉଦ୍ୟାନ ବୁଲିବା। ହଁ ସେଠୁ କ'ଣ ହେଇଗଲା? ଆଉ ମୁଁ କହିଲି ଆଜି ମୁଁ ଟିକେ ବିଶ୍ରାମ କରୁଛି ବୋଲି। ହଁ ଆଉ ତମେ ମୋ ସାଙ୍ଗମାନଙ୍କ ସହିତ କ'ଣ କଲ? ନରେ 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 ନ କ'ଣ ଏଇଟା? ଚନ୍ଦା ମୁଣ୍ଡରେ ବାଲ ନାହିଁ। ତମର ଯୁବା ବୟସକୁ ଆମର ଯୁବା ବୟସ। ନାଇଁ ନାଇଁ ତମେ କଲେ ଚମତ୍କାର, ଆମେ କଲେ ବଲତ୍କାର। ନାଇଁ ଏଇଆ ই বুয়া ই তার কথা যদি তার বুয়াকে কই দেবি বেলে মোর কথা বি যাবার তার বুয়াকে কইবা। আর তার বুয়া যেনতা শয়তানটা মোর ভুণাকে ভুসলে দেবা বুয়া নেই বুয়া যেনতা হো মোর কে জুছে। হ্যাঁ হ্যাঁ ঠিক আছে কাহাকে কিছু কহিবিনি হেলা। হଉ କ'ଣ ଲୋ ରାତି ସାରା ଶୋଇଲ କି? କ'ଣ ହାଇ ଆଟା କ'ଣ ପାରୁଛୁ? ଓହୋ ମୋ କଥା ଶୁଣିକି ନିଦ ଲାଗୁଛି। ମୁଁ କ'ଣ ତତେ ପ୍ରପୋଜ କରୁଛି? ଆଉ ତମେ ହେଲା ନାଇଁ କହୁଛ ଯେ? ଓହୋ ସେଇଥିପାଇଁ ହେଲେ ହଉ ଠିକ୍ ଅଛି। ତମେ 2 ଜଣ ପୁରା ଯୋଡ଼ି ସୁପରହିଟ୍ ହେଇଗଲୁ ହେଲା ଯେ ମୋ ସମ୍ପର୍କରେ ଆମେ 2ଟା କ'ଣ ହବୁ? ସମ୍ପର୍କ? ହଁ କ'ଣ ସମ୍ପର୍କ? ସମ୍ପର୍କ ମାନେ ସିଏ ମୋ ନାତୁଣୀ। ହଁ ଗେହ୍ଲୁ ନାତୁଣୀ। ହଁ ତମେ ତା ହବ ମାନେ ଭାବି ସ୍ୱାମୀ। ହଁ ମାନେ ଆଗକୁ ଆମ ସମ୍ପର୍କ ବଢ଼ିବ ନା। ତମର ଆଉ ମୋର ତାମାନେ କ'ଣ ହବୁ ଆମେ? ତମ ଭାଷାରେ କହି ଦେଖ। ଓହୋ ଆମର ଭାଷା ନା କହିଲେ ସଡ଼ୁ ବୋଲା ବୋଲି ମୁଁ କ'ଣ? ହଁ ହଁ ତାହେଲେ ସଡ଼ୁ ଆଉ ଯୋଉଦିନ ଆମର ବାହାଘର ହବ ନା ସେଦିନ ଆସିକି ପେଲିବ କେତେ ଲଡ଼ୁ। ହଉ ଠିକ୍ ଅଛି ସଡ଼ୁ ହେଲା। ହଉ ହେଲେ ସଡ଼ୁ ମୁଁ ତମ ପରିଚୟ ଟିକେ ଜାଣିପାରେ କି? ମୋ ପରିଚୟ? ହଁ ତମ ଘର କୋଉଠି, ତମ ବାପାଙ୍କ ନାମ କ'ଣ, ତମ ରାଜ୍ୟ ସବୁ କିଛି। ଆମ ଦୁହିଁଙ୍କ ପ୍ରେମ ସମ୍ପର୍କରେ ଯଦି ତମେ ଏ କଥାଟା ଜାଣି ଯାଇଛ ତାହେଲେ ମୋ ଠିକଣାଟା ହେଲା ଏଇ ରତ୍ନଗଡ଼ରେ ମୋ ଘର। ରତ୍ନଗଡ଼? ହଁ ମାନେ ତମ ବାପାଙ୍କ ନାମ କ'ଣ? ମୋ ବାପାଙ୍କ ନାମ କହିଦେବି। ହଁ ଏ ରାଇଜର ଯିଏ ରାଜା ମୋ ବାପାଙ୍କ ନାଁ ହେଉଛି ମଣିଭଦ୍ର। ମଣିଭଦ୍ର? ହଁ ଆଉ ଜ୍ୟୋତ୍ସ୍ନାମୟୀ ମାତା ମୋର ନାଁଟା ମୋର ହେଲା କ'ଣ ହେଲା? ମୋ ଠିକଣାଟା ଜାଣି ତମେ ଏତେ ଛାନିଆ ହେଉଛ କାହିଁକି? ଆରେ ନାଇଁ ଇଏ ହେଉଛି ତାହେଲେ ଆମ ଶତ୍ରୁର ପୁଅ ସେଇ ଆଭାସ। ନାଇଁ ଏଇଟା 2 ଜଣ ବାପା ଆଉ ପୁଅଙ୍କ ଯୋଜନା ମୁତାବକ ଚାଲିଛି। ଆଉ ନାଇଁ ଯେମିତି ହେଲେ ମୋ ଭଣଜାମାନଙ୍କରଟାକୁ ସବୁ ସତ କଥା କହିବାକୁ ପଡ଼ିବ। ଆଉ ଯଦି ନ କହିବି ତାହେଲେ ଭଣଜାର ନାମରେ ସମ୍ପର୍କରେ କଳଙ୍କ ଲାଗିଯିବ। ହେଲେ କଲେ ବଳେ କୌଶଳେ କେମିତି ଫଟେଇ ମୋତେ ଖସିକି ଯିବାକୁ ପଡ଼ିବ। ହଁ ସଡ଼ୁ ହଉ ଠିକ୍ ଅଛି। ହେଲେ ନାତୁଣୀ ଯିବା ଏଥର। ତମେ ଚାଲ ମୁଁ ତମ ପଛରେ ତମ ଶାଢ଼ୀଙ୍କ ସହିତ 2 ପଦ କଥା ହେଇକି ଆଉ। ହଉ ଠିକ୍ ଅଛି ମୁଁ ସେଇଠି ଅପେକ୍ଷା କରିଛି। ହଉ ଦୋଷୀ ହେଲା ଯିବା ହେଲା ଯାଅ। ଆରେ ବୁଢ଼ା ତ
ଏଥର ଚାଲିଗଲା ପ୍ରିୟଙ୍କା ହଁ ଯାହା ହଉ ଆମ ରାସ୍ତାରୁ କଣ୍ଟାଟା ଗଲା ହେଲେ ଶୁଣ ପ୍ରିୟଙ୍କା ହଁ ଆମକୁ ତ ସମୟ ଅନେକ ହେଇଯାଇଛି ନା ହଁ ହେଲେ ଦେଖନ୍ତୁ ଆମେ ନିଜ ନିଜ ଘରକୁ ଚାଲିଯିବା ହଁ ମୁଁ ସେଇଆ କହୁଥିଲି ମ ହେଲେ ତମେ ତ ଭୁଲିଯିବନି ତ ଆଲୋ ଏ ପ୍ରିୟଙ୍କା ପ୍ରଥମ ଥରକ ପାଇଁ ତମକୁ ମନ ଦେଇଛି ଯେତେବେଳେ ମୁଁ କ'ଣ ସହଜରେ ଭୁଲି ପାରିବି ନା ମୋ ଜୀବନରେ କୋଉ ଝିଅ ଆସିଛି ନା ଆସିବଲୋ ତମେ ମୋ ପ୍ରଥମ ପ୍ରେମିକା ଆଉ ମୋ ଶେଷ ସ୍ତ୍ରୀ ହବାକୁ ଯିବ ସତରେ ହଁ ଦେଖ ତାହେଲେ ତ ବିଳମ୍ବ କରିବନି ଶୀଘ୍ର ମୋ ପାଖକୁ ଚାଲି ଆସିବା ଆଉ ମୋତେ ବୋହୂ କରିକି ନେଇଯିବ ହଲୋ ପ୍ରିୟଙ୍କା ତେବେ ଚାଲ ଏଥର ଯିବା ଚାଲ ମୋ ବାପାଙ୍କୁ କହି ତମ ଘରକୁ ପ୍ରସ୍ତାବ ପଠେଇବି ତାପରେ ଆମେ 2 ଜଣ ମନ ଖୁସିରେ ବାହା ହେଇଯିବା